ସୁଭଦ୍ରା ଯୋଜନାର ଫାଇନାଲି ପଇସା ଯେନ୍ଟାକି ଆଜି ଆପଣଙ୍କର ଆକାଉଣ୍ଟରେ ପଡ଼ିଯିବା। ତ କେତେ ଟାଇମ୍ରେ ପଡ଼ବା ଏଟା ଯେନ୍ଟାକି ଆପଣ ଭିଡ଼ିଓକୁ ଲାଷ୍ଟ ତକ ଦେଖୁନ୍ ଆଉ କେନ୍ ଗୋଟେ ପଡ଼ବା ଏଟା ବି ଆପଣମାନେ ଜାଣିପାରିବେ ଏ ଭିଡ଼ିଓରେ। ଯେନ୍ ଦ୍ୱାରା କି ମୁଇଁ ଆପଣଙ୍କୁ ସବୁ କିଛି କହିଦେମି। ଆପଣମାନେ ଅଲ୍ ଟୋଟାଲ୍ ଜାଣିପାରିବେ କି ଆପଣଙ୍କର ଆକାଉଣ୍ଟରେ ସୁଭଦ୍ରା ଯୋଜନାର ପଇସା କେତେ ଟାଇମ୍ରେ ପଡ଼ବା ଆଉ କେତେ ଲୋକ୍କେ ମିଲ୍ବା। ଠିକ୍ ଅଛେ। ତ ଯେନ୍ଟାକି 70,000 ଲୋକ୍ ଯେନ୍ଟାକି ପହିଲା ଯେନ୍ମାନଙ୍କୁ ପାଇବେ ବୋଲି କୁହାଯାଉଥିଲା। ହେଲେ ଇନେ ବହୁତ ସାରା ଲୋକ ଯେନ୍ଟାକି KYC ବି ବହୁତ ସାରା ଲୋକଟା ପେଣ୍ଡିଂ ରହିଯାଇଛି। ଯେନ୍ମାନେ 12 ତାରିଖ ଯେନ୍ମାନେ ଆପ୍ଲାଏ କରିଥିଲେ ସୁଭଦ୍ରା ଯୋଜନାର ସେମାନେ ଗୋଟେ ଯେନ୍ଟାକି KYC ଯେନ୍ଟାକି ପେଣ୍ଡିଂ ରହିଯାଇଛେ। ତ ସେଥିର୍ଲାଗି ବୋଲି ସେମାନେ ଗୋଟେ ପଡ଼ବା କି ନି ପଡ଼େ ସେଟା କହି ନି ହୁଏ। ଯଦି ସେମାନଙ୍କର KYC ଯଦି କ୍ଲିୟର ହେଇଯାଉଛେ ତାହେଲେ ହିଁ ସେମାନଙ୍କର ପଇସା ପଡ଼ବା। ଯଦି ସେମାନଙ୍କର କ୍ଲିୟର ନେଇ ହଉଛେ ତାହେଲେ ସେମାନଙ୍କର ପଇସା ଯେନ୍ଟାକି ନି ପଡ଼େ ଯେନ୍ଟାକି ସୁଭଦ୍ରା ଯୋଜନା। ବହୁତ ସାରା ଲୋକ ଦେଖ ଆଶ କରିଥିଲେ କି ସୁଭଦ୍ରା ଯୋଜନାର 17 ତାରିଖ ସମସ୍ତଙ୍କର ପଇସା ପଡ଼ିଯିବା। ତ ଏଇଟା ଆପଣଙ୍କର ଭୁଲ ହେ ଆପଣଙ୍କର ସବୁଙ୍କର ଯେନ୍ଟାକି ସୁଭଦ୍ରା ଯୋଜନା ଯେନ୍ଟାକି 17 ତାରିଖ ଯେନ୍ଟାକି ନି ପଡ଼େ। ଠିକ୍ ଅଛେ। ଆଉ ବହୁତ ସାରା ଲୋକ ବହୁତ କମ୍ ଲୋକଟା ପଡ଼ବା। ଆଉ ଯେନ୍ମାନେ ଡିବିଟି କରିଛନ୍ ସେମାନଙ୍କର ତ ଖାସ୍ କରି ଯେନ୍ ଟଙ୍କା ପଡ଼ିଛି ସେମାନଙ୍କର ତ ପୁରା 100 to 100% କନଫର୍ମ ସେମାନଙ୍କର ପଡ଼ିଯିବା। ଆଉ ଯେନ୍ମାନଙ୍କର KYC ଯେନ୍ଟାକି ହେଇଛି ଯେନ୍ମାନଙ୍କର 12 ତାରିଖ ଯଦି ଯେନ୍ମାନଙ୍କର ହେଇଯାଇଛେ ସେମାନଙ୍କରଟା ଯେନ୍ଟାକି ଆରାମସେ ପଡ଼ିଯିବ। ଯେନ୍ଟାକି ସୁଭଦ୍ରା ଯୋଜନାର ପଇସା ଯେନ୍ଟାକି ବହୁତ ସାରା ଲୋକ ଭାବୁଥିଲେ ହଁ ୟାର ଆମର ପଇସା କେବେ ପଡ଼ବା ବୋଲିକରି। ତ ସେମାନଙ୍କର ପଇସା ବି ଯେନ୍ଟାକି ପଡ଼ିଯିବା। ଆଉ ଯେନ୍ମାନଙ୍କର ରହଲା ଯେନ୍ମାନେ ଏବେ ଆପ୍ଲାଏ କରୁଛନ୍ ସେମାନେ ଭାବୁଛନ୍ ଆମର ପଇସା ପଡ଼ବା କି ନି ପଡ଼େ। ତ ଆପଣଙ୍କର ପଇସା ବି ପଡ଼ବା। ଯେନ୍ଟାକି 18 ତାରିଖ ଅଛି 19 ତାରିଖ ଭିତରେ ଆପଣ 18ରୁ 19 ତାରିଖ ଭିତରେ ଯେନ୍ଟାକି ଆପଣଙ୍କର ପଇସା ବି ଯେନ୍ଟାକି ସୁଭଦ୍ରା ଯୋଜନାର ପଇସା ପଡ଼ିଯିବା। ଆଉ କେତେ ତାରିଖ ମାନେ କେତେ ଟାଇମ୍ରେ ପଡ଼ବା। ତ ଯେନ୍ମାନେ ଯେନ୍ଟାକି ଆପଣଙ୍କର ପୋଷ୍ଟାଲ୍ କି ଜିଗର ଆକାଉଣ୍ଟ ଖୋଲିଛନ୍ ଯେନ୍ମାନେ ପୋଷ୍ଟାଲ୍ କି ଜିଗର ଆକାଉଣ୍ଟ ଖୋଲିଛନ୍ ତାଙ୍କର ପଇସା ଯେନ୍ଟାକି 10 ବଜେ ଭିତରେ ପଡ଼ିଯିବା ଯେନ୍ଟାକି ସୁଭଦ୍ରା ଯୋଜନାର। ଆଉ ବାକି SBIର ଏଇଟା ମୁଁ ତ ନି ଆସବାର୍ କେତେ ଟାଇମ୍ରେ ପଡ଼ବା ବୋଲିକରି ଏଇଟା ଯଦି ଦେଇଥିତା ମୁଇଁ କହିଦେଇଥିତି ଆପଣମାନକେ। ଏଇଟା ହେଇଯାଇଛେ ଯେନ୍ଟାକି ପୋଷ୍ଟାଲ୍ ବ୍ୟାଙ୍କର ଯେନ୍ମାନେ ଖୋଲିଛନ୍ ସେମାନଙ୍କରଟା ହିଁ ଯେନ୍ଟାକି ପଇସା ପଡ଼ିଯିବା 10 ବଜେ। ଠିକ୍ ଅଛେ। ତ ଏଇ 10 ବଜେ ଭିତରେ ଆପଣଙ୍କର ପଇସା ସୁଭଦ୍ରା ଯୋଜନାର ପଡ଼ିଯିବା। ଆପଣମାନେ ହେଇଯାନ୍ ଖୁସି। ଆପଣଙ୍କୁ ଯଦି ଭିଡ଼ିଓ ଭଲ ଲାଗଲା ତାହେଲେ ଆପଣମାନେ କେମିତି କରିଦିଅନ୍ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍। ମିଳିମା ଗୋଟେ ଭିଡ଼ିଓରେ ଜୁହାର ଜୟ ମା ସମଲେଇ।